ପିଲାମାନେ ତୁମର ପରୀକ୍ଷାରେ ଯଦି ସାନ୍ତାଳ ବିଦ୍ରୋହରୁ ପ୍ରଶ୍ନ ଆସେ ତାହେଲେ ତୁମେ ପ୍ରଥମେ ସାନ୍ତାଳ ବିଦ୍ରୋହ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ତାପରେ ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ ଲେଖିବ। ତାପରେ ସାନ୍ତାଳ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ। ତାପରେ ସାନ୍ତାଳ ବିଦ୍ରୋହର ଦମନ ବିଷୟରେ ଲେଖିବ ଏବଂ ପରିଶେଷରେ ସାନ୍ତାଳ ବିଦ୍ରୋହର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ ଆମେ ଏହି ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓରେ ସାନ୍ତାଳ ବିଦ୍ରୋହ ବିଷୟରେ ଜାଣିଛେ। ତାପରେ ସାନ୍ତାଳ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଜାଣିଛେ। ଆଜି ଏହି ସାନ୍ତାଳ ବିଦ୍ରୋହର ତୃତୀୟ ଭାଗ ଭିଡ଼ିଓରେ ଆମେ ସାନ୍ତାଳ ବିଦ୍ରୋହର ଅଗ୍ରଗତି ବିଷୟରେ ଜାଣିବା, ସାନ୍ତାଳ ବିଦ୍ରୋହର ଦମନ ବିଷୟରେ ଜାଣିବା, ତା ସହିତ ସାନ୍ତାଳ ବିଦ୍ରୋହର ଫଳାଫଳ ବିଷୟରେ ଜାଣିବା। ସାନ୍ତାଳ ବିଦ୍ରୋହର ଅଗ୍ରଗତି। ସାନ୍ତାଳ ବିଦ୍ରୋହର କେନ୍ଦ୍ର ଥିଲା ଭଗନାଡିହି ନିକଟସ୍ଥ ବୁରହାଇତ ଗ୍ରାମ। ଏହି ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା 1855 ମସିହା ଜୁନ ମାସ 30 ତାରିଖରେ ଏବଂ ଏହି ସାନ୍ତାଳ ବିଦ୍ରୋହର ନେତୃତ୍ୱ ନେଇଥିଲେ ସିଧୁ, କାହ୍ନୁ, ଚାନ୍ଦ ଏବଂ ଭୈରବ। ଏହି ସାନ୍ତାଳ ବିଦ୍ରୋହରେ ଯୋଗଦାନ କରିଥିଲେ 10,000 ଆଦିବାସୀ ସାନ୍ତାଳମାନେ। ଏହି ସାନ୍ତାଳମାନେ ଯେଉଁ ସାନ୍ତାଳ ବିଦ୍ରୋହ କରିଥିଲେ ଇଂରେଜମାନଙ୍କ ବିରୁଦ୍ଧରେ, ସେମାନେ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ତାହା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଥିଲା। ଏହି ସାନ୍ତାଳମାନେ ଇଂରେଜ ସରକାରଙ୍କୁ ଅବଜ୍ଞ କରି ସେମାନେ ଗଠନ କଲେ ସାନ୍ତାଳ ସରକାର ଏବଂ ସେହି ସାନ୍ତାଳ ସରକାର ମାଧ୍ୟମରେ ସେମାନେ ନିଷ୍ପତ୍ତି ନେଲେ ଡୋମିନିକୋ ଅଞ୍ଚଳରେ କର ସଂଗ୍ରହ କରିବା ପାଇଁ। ସାନ୍ତାଳମାନେ ସାନ୍ତାଳ ସରକାର ଗଠନ କରି ଆହୁରି ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଏବଂ ସେ ନିଷ୍ପତ୍ତିଟି କ'ଣ ଥିଲା ପିଲାମାନେ ଦେଖ, ସାନ୍ତାଳମାନେ ଡୋମିନିକୋ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜମିଦାରମାନଙ୍କୁ ଏବଂ ମହାଜନମାନଙ୍କୁ। ସାନ୍ତାଳମାନେ ସାନ୍ତାଳ ସରକାର ଗଠନ କରି ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। କ'ଣ ନିଷ୍ପତ୍ତି ନେଇଥିଲେ? ଖଜଣା ଓ ଋଣ ଉପରେ ସୁଧର ହାର ନାମକୁ ମାତ୍ର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାନ୍ତାଳମାନେ ଆହୁରି ଆକ୍ରମଣ କଲେ ଅନେକ ଡିକୁମାନଙ୍କୁ ଏବଂ ଆକ୍ରମଣ କରି ସେହି ଡିକୁମାନଙ୍କୁ ପ୍ରାଣଦଣ୍ଡ ଦେଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ସାନ୍ତାଳମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା। କେଉଁ କେଉଁ ସ୍ଥାନରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ସାନ୍ତାଳମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ଦେଖ ପିଲାମାନେ, କହଲଗାଁ, ସୁରି, ରଘୁନାଥପୁର, ମୁନକୋଟରା ଇତ୍ୟାଦି ସ୍ଥାନଗୁଡ଼ିକରେ କମ୍ପାନୀ ଏବଂ ସାନ୍ତାଳମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ସାନ୍ତାଳମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ସମୟରେ ଇଂରେଜମାନଙ୍କୁ ସହାୟତା ପ୍ରଦାନ କରିଥିଲେ ମୁର୍ଶିଦାବାଦର ନବାବ ଏବଂ ତାଙ୍କ ସହିତ କେତେକ ସ୍ଥାନୀୟ ଜମିଦାରମାନେ। ଠିକ୍ ଏହି ସମୟରେ ଇଂରେଜମାନେ ଅନେକ ଆଦିବାସୀ ଗାଁକୁ ହାତୀ ମଡ଼ାଇ ଧ୍ୱଂସ କରିଦେଇଥିଲେ। ଅନେକାଂଶ ସାନ୍ତାଳମାନଙ୍କୁ ଗୁଳି କରି ହତ୍ୟା କରିଦେଇଥିଲେ ଏବଂ ପରିଶେଷରେ ବିଦ୍ରୋହରେ ନିହତ ହେଲେ ସିଧୁ ଏବଂ କାହ୍ନୁ, ଯିଏକି ଏହି ସାନ୍ତାଳ ବିଦ୍ରୋହର ନେତୃତ୍ୱ ନେଇଥିଲେ। ସାନ୍ତାଳ ବିଦ୍ରୋହର ଦମନ। ଇଂରେଜମାନେ
ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଅନେକ ଗୁଡ଼ିଏ ପନ୍ଥା ଆପଣେଇଥିଲେ। ଯେମିତିକି ସାନ୍ତାଳ ବିଦ୍ରୋହର ଦମନ ପାଇଁ ଇଂରେଜମାନେ ନିୟୋଜିତ କରିଥିଲେ ଇଂରେଜ ସେନାଧିକାରୀ ମେଜର ଜେରଭିଜଙ୍କୁ ଏବଂ ଏହି ଇଂରେଜ ସେନାଧିକାରୀ ମେଜର ଜେରଭିସ୍ ଏ ସାନ୍ତାଳ ବିଦ୍ରୋହକୁ ସ୍ୱହସ୍ତରେ ଦମନ କରିଥିଲେ। ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜ ସରକାର ସିଧୁ ଓ କାହ୍ନୁଙ୍କୁ ଧରେଇବା ପାଇଁ 10,000 ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତା ସହିତ ସାନ୍ତାଳ ବିଦ୍ରୋହର ଦମନ ପାଇଁ ଇଂରେଜମାନେ ପୋଲିସର ସହାୟତା ମଧ୍ୟ ନେଇଥିଲେ। ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜମାନେ ଏହି ସାନ୍ତାଳ ବିଦ୍ରୋହର ମୁଖ୍ୟ ନେତାମାନଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେଇଥିଲେ। ତା ସହିତ ପିଲାମାନେ ସାମରିକ ଆଇନ ପ୍ରୟୋଗ କରିଥିଲେ ଇଂରେଜମାନେ ସାନ୍ତାଳମାନଙ୍କ ଉପରେ ଏହି ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ। ଆହୁରି ପିଲାମାନେ ଇଂରେଜମାନେ ଏ ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲେ। ପରିଶେଷରେ ସାନ୍ତାଳ ବିଦ୍ରୋହର ଦମନ ପାଇଁ ଇଂରେଜମାନେ ସାନ୍ତାଳ ବିଦ୍ରୋହୀମାନଙ୍କର ଘରମାନଙ୍କରେ ନିଆଁ ଲଗାଇ ଦେଇଥିଲେ ଏବଂ ଏହିପରି ଭାବରେ ଇଂରେଜମାନେ ସାନ୍ତାଳ ବିଦ୍ରୋହକୁ ଦମନ କରିଥିଲେ। ସାନ୍ତାଳ ବିଦ୍ରୋହର ଫଳାଫଳ। ଏହି ସାନ୍ତାଳ ବିଦ୍ରୋହର ଫଳାଫଳ ସୁଦୂର ପ୍ରସାରିତ ହୋଇଥିଲା। ସାନ୍ତାଳ ବିଦ୍ରୋହର ଦମନ ହେଲା। ଏହି ସାନ୍ତାଳ ବିଦ୍ରୋହ ଇଂରେଜମାନଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା। ଇଂରେଜମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଥିଲା ଏହି ସାନ୍ତାଳ ବିଦ୍ରୋହ ଯୋଗୁଁ। ଇଂରେଜମାନେ ସାନ୍ତାଳମାନଙ୍କୁ ଏକ ନୀଚ ଦୃଷ୍ଟିରେ ଦେଖୁଥିଲେ, କିନ୍ତୁ ସାନ୍ତାଳ ବିଦ୍ରୋହ ହେବା ଯୋଗୁଁ ଇଂରେଜମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଲା। ଇଂରେଜମାନେ ସାନ୍ତାଳ ପରଗଣା ସୃଷ୍ଟି କଲେ ଏବଂ ତାର ଶାସନଭାର ସ୍ଥାନୀୟ କଲେକ୍ଟରଙ୍କୁ ଦେଲେ। ପୂର୍ବରୁ ଏହି ସାନ୍ତାଳମାନଙ୍କୁ ଶାସନ କରୁଥିଲେ ସ୍ଥାନୀୟ ଜମିଦାର ତଥା ସାହୁକାରମାନେ। ଏହି ସାନ୍ତାଳ ବିଦ୍ରୋହ ହେବା ଯୋଗୁଁ ଗୋତି ପ୍ରଥାର ବିଲୋପ ହେଲା। ସାନ୍ତାଳ ବିଦ୍ରୋହ ହେବା ଯୋଗୁଁ ଇଂରେଜମାନେ ଜଙ୍ଗଲ ଉପରେ ସାନ୍ତାଳମାନଙ୍କ ଅଧିକାର ଉଚିତ ବୋଲି ମନେ କଲେ। ଇଂରେଜମାନେ ସାନ୍ତାଳମାନଙ୍କ ପାଇଁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାରର ସୃଷ୍ଟି କଲେ ଏବଂ ପରିଶେଷରେ ଏ ସାନ୍ତାଳ ବିଦ୍ରୋହ ହେବା ଯୋଗୁଁ ଇଂରେଜମାନେ ସାନ୍ତାଳମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କଲେ। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ସାନ୍ତାଳ ବିଦ୍ରୋହର ଅଗ୍ରଗତି ବିଷୟରେ ଜାଣିଲେ, ସାନ୍ତାଳ ବିଦ୍ରୋହର ଦମନ ବିଷୟରେ ଜାଣିଲେ, ତା ସହିତ ସାନ୍ତାଳ ବିଦ୍ରୋହର ଫଳାଫଳ ବିଷୟରେ ଜାଣିଲେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ଆହୁରି ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।